ଯେତେବେଳେ ଦଳ ହାରି ଯାଇଛି ସେଇ ଦିନଠୁ ସେ ସମ୍ପୂର୍ଣ୍ଣ ଭାବରେ ବିଜେଡ଼ିଠୁ ଟଙ୍ଗ ସାଇଡ୍ ହେଇଯାଇଛନ୍ତି। ଆଉ ଧରା ଛୁଆ ଦେଇନାହାନ୍ତି, ନା କୌଣସି ବୈଠକ ଆସୁଛନ୍ତି, ନା ଦଳୀୟ ବିଧାନସଭାର ଯେଉଁ ବିଧାୟକ ଦଳ ବୈଠକକୁ ମଧ୍ୟ ଆସିଲେ ନାହିଁ ଅସୁସ୍ଥତା ଦର୍ଶାଇକିରି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ, ସେପଟେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସ୍ୱାଭାବିକ, କାହିଁ ତାଙ୍କ ଜିଲ୍ଲାରୁ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ହେଇଛନ୍ତି, ପ୍ରଶଂସା କରିବାରେ କିଛି ଅସୁବିଧା ନାହିଁ। ଲାଷ୍ଟ ସଭାରେ ସିଏ ଥିଲେ ମୁଣ୍ଡେଇ ମାରିଦେଲେ, ଆଗରୁ ତ ଅସୁସ୍ଥତା ଦର୍ଶାଇକିରି କୌଣସି ବୈଠକକୁ ଆସୁନଥିଲେ। ତା ମାନେ କହୁଛି ତାଙ୍କର ଯେଉଁ ଆକ୍ଟିଭିଟିଟା, ସିଏ ଗୋଟେ କଥା ନାହିଁ ଆମ ଓଡ଼ିଆରେ, ମଳୁ ଖୋଜୁଥିଲା ଆମ୍ବିଳି ପାଣି ବୈଦ କହିଲା ଦେ ତୋରାଣୀ, ବୁଝିପାରୁଛନ୍ତି? ସେମିତି ସିଏ ଚାହୁଁଥିଲେ କେଉଁଠି ନା କେଉଁଠି ଦୂରେଇକିରି ବିଜେଡ଼ିଠୁ ରହିବେ। କେହି କେହି ତାଙ୍କ ଦଳର ନେତା କହୁଥିଲେ ସିଏ ଦଳ ସହିତ ସେତିକି ଓତପ୍ରୋତ ଭାବରେ ଜଡ଼ିତ ହେଇକି ଯେତିକି ରହିବା କଥା, ଜିଲ୍ଲା ସଂଗଠନ ହଉ ରାଜ୍ୟ ସଂଗଠନ ସହିତ ହଉ, ସେତିକିଟା କ୍ଲୋଜ୍ ହେଇକି ରହିପାରୁନଥାଏ। এইটা ଗୋଟେ ଏତେ ବଡ଼ କାରଣ ନୁହେଁ। ହଁ, ବିଧାନସଭାରେ ଯେତେବେଳେ ପାଣ୍ଡିଆନଙ୍କ କଥା ଉଠେ, ପାଣ୍ଡିଆନକୁ କାହିଁକି ଗିରଫ କରୁନ, ପାଣ୍ଡିଆନକୁ କାହିଁକି ଗିରଫ କରୁନ ବୋଲି କହିକି ସେ ଦାବି କରନ୍ତି, ଡିମାଣ୍ଡ କରନ୍ତି। ଅନ୍ ଫ୍ଲୋର ଅଫ୍ ଦି ହାଉସ୍ ଅନ୍ ରେକର୍ଡ ହି ଡିମାଣ୍ଡସ୍ ଯେ ପାଣ୍ଡିଆନକୁ ତୁମେ ଗିରଫ କର ଯଦି ସେ ଭୁଲ କରୁଛି, ଏଭଳି କହନ୍ତି। ଏହାର ଯଦିଓ ବିପରୀତ ଭାବରେ ଇମ୍ପାକ୍ଟ ରହୁଛି, ୟୁ ଆର୍ ପ୍ରୋଭୋକିଂ ସମବଡି ଟୁ ଡୁ ସମଥିଙ୍ଗ। ତମେ ଯଦି କରିଛି ଗିରଫ କର। ହଁ, ସେ କଥା କହିବା ସହିତ କହିଲେ ଯେ ଯଦି କିଏ ଭୁଲ କରିଛି ତମ ପାଖରେ ପୋଲିସ ଅଛି, ସିବିଆଇ ଅଛି, ଗିରଫ କରନ କାହିଁକି? ଏଇ ଜିନିସଟା ବହୁମୂଲ୍ୟ ଟାଇମ ନଷ୍ଟ କରନି, ସମୟ ନଷ୍ଟ, ମାନେ ଇଟ୍ ସାଉଣ୍ଡସ୍ ଗୁଡ୍, ବଟ୍ ଅନ୍ୟ ଦିଗରୁ ଦେଖିଲେ এইটা ମଧ୍ୟ ୟୁ ଆର୍ ପ୍ରୋଭୋକିଂ ଦ ଅଥରିଟି ଟୁ ଡୁ ଆକ୍ସନ୍, ଟୁ ଟେକ୍ ଆକ୍ସନ୍ ଏଗେନ୍ଷ୍ଟ ଏନିବଡି। ସେ ମେ ବି ହେଇପାରେ, ସେଇଟା ତାଙ୍କ ଦଳର ବିଚାର ହେଇଥିବ, ଯେ ତାଙ୍କ ଦଳ ଭାବୁଥିବ ଯେ এইটা ବୋଧେ ସେ କୌଣସି ଭାବରେ ସେ ଦଳର ଯିଏ କ୍ଲୋଜ୍ଙ୍କର କ୍ଲୋଜ୍ ତାଙ୍କୁ ଅଡ଼ୁଆରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି, ସେମିତି ହେଇଥାଇପାରେ। ସେ ଗୋଟେ ପ୍ରୋବାବିଲିଟିରେ, ଏଇଟା ଗୋଟେ କୌଣସି ଡାଇରେକ୍ଟ ବିଶୃଙ୍ଖଳା ନୁହେଁ, କିନ୍ତୁ ଏହା ପଛରେ ତାଙ୍କର ଓରିଜିନ୍ଟା ପଳେଇ ଆସୁଛି। ପୁଣି ରାଜ୍ୟସଭା କଥା ମନେ ପକାଇ ଦେଉଛି 98 ମସିହାର, ହେଲା। ଏବେ ଆଗକୁ ରାଜ୍ୟସଭା ନିର୍ବାଚନରେ ଦଳ ଭିତରେ କିଛି ଗୋଟେ ନିହାତି ସମଥିଙ୍ଗ ୱାଜ୍ ଗୋଇଂ ଅନ୍, କିଛି ଗୋଟେ ଚାଲିଥିଲା। ରାଜ୍ୟସଭା ନିର୍ବାଚନ ହୁଏତ ତାର କିଛି ଗୋଟେ ପରିଣାମ ଆସିଥାନ୍ତା। ହଁ, ସେତେବେଳେ କ'ଣ ଆସିଥାନ୍ତା ଯେ ବିଜେଡ଼ି ଦିଫାଳ, ବୁଝିପାରୁଛୁ, ବିଜେଡ଼ିରୁ କେହି ଖାତିର କରିଲେନି, ଦଳୀୟ ହୁଇପ୍କୁ ମାନିଲେନି, ଅମୁକ ହେଲା। ହୁଏତ ମୁଁ କହୁଛି ଇଟ୍ ମେ ନଟ୍ ବି ଏ ରିଜନ୍, ବଟ୍ ହୁଏତ ତାଙ୍କ ଦଳ ନବୀନ ବାବୁ ଯେତେବେଳେ ବା ବିଜୁ ଜନତା ଦଳ ଯେତେବେଳେ ଏଭଳି ଏକ ନିଷ୍ପତ୍ତି ନେଉଛି, ତା ପଛରେ ପୃଷ୍ଠଭୂମି କିଛି ଥିବ, କାରଣ କିଛି ଥିବ। ଦେଖନ୍ତୁ, ରାଜନୀତି ଯିଏ କରୁଛି, ରଣନୀତି ସିଏ କରିବ। ସେ ବିଜେପି ହଉ, ବିଜେଡ଼ି ହଉ, କଂଗ୍ରେସ ହଉ। ଆପଣ କିଛି ଦିନ ତଳେ ଦେଖିଥିବେ କଂଗ୍ରେସରୁ ମହମ୍ମଦ ମୁକିମକୁ ବହିଷ୍କାର କରାଗଲା। ସେମିତି ଅତୀତରେ ବିଜେପିରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉଛି, ଆଗାମୀ ଦିନରେ ବି ହେବ। ବିଜେଡ଼ିରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଏବେ ସେମାନେ ଗୋଟେ ନେଇଛନ୍ତି। ନିକଟ ଅତୀତରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ନିଲମ୍ବନ କରିଥିଲେ। ଯେଉଁମାନେଟା ସେ ପାର୍ଥ ସମେତ ଅନ୍ୟ କେତେଜଣଙ୍କୁ ମଧ୍ୟ ନିଲମ୍ବିତ କରିଥିଲେ। ଏବେ ଏଇଟାକୁ 2 ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ସନା ମହାକୁଡ଼ଙ୍କ କଥା କହିଲେ ଆମେ ବୁଝିପାରିବା ଯେ ସନା ମହାକୁଡ଼ ବିଜେଡ଼ିରେ ଯୋଗ ଦେବାଟା ଗୋଟେ ତାଙ୍କର ବାଧ୍ୟବାଧକତା ଥିଲା ସେତେବେଳେ, କାରଣ ସେ ଯେହେତୁ ବ୍ୟବସାୟ ସହିତ ସମ୍ପୃକ୍ତ, ସରକାର ଯେଉଁ ପଟରେ ସେ ସେପଟରେ ରହିବା ସ୍ୱାଭାବିକ କଥା। ସନା ମହାକୁଡ଼ ବିଜୁ ଜନତା ଦଳ ସେତେବେଳେ ପୂର୍ବରୁ ମୀନାକ୍ଷୀ ମହନ୍ତଙ୍କୁ ଠିଆ କରାଇଲେ, ତା ପରବର୍ତ୍ତୀ ପର୍ଯ୍ୟାୟରେ ନିଜେ ଠିଆ ହେଇକିରି ଜିତିଲେ। ଯଦି ସରକାରଟା ଏଠି ଥାନ୍ତା, ହୁଏତ ସନା ମହାକୁଡ଼ଙ୍କର ସ୍ୱର ଏଭଳି ହେଇପାରିନଥାନ୍ତା, କାରଣ ତାଙ୍କର ମୂଳ ଆଧାର ହେଉଛି ବ୍ୟବସାୟଟା। ସେଇ ଯେଉଁ ଖଣି ଅଞ୍ଚଳର, ବାମେବାରୀ ଅଞ୍ଚଳର ସେ ଯେଉଁ ଖଣି ଅଞ୍ଚଳରେ ତାଙ୍କର ଯେଉଁ ଦବଦବାଟା, ସେଇଟା ହେଉଛି ତାଙ୍କର ମୂଳ ଆଧାର। ସେ ଦାନ ଦାତବ୍ୟ ଏଇସବୁ କରୁଛନ୍ତି। 200 ଟଙ୍କା ଆଣିଲେ ଆଦାୟ ହେଉଛି, ଲୋକଙ୍କୁ 100 ଟଙ୍କା ବାଣ୍ଟିବାରେ କିଛି ଅସୁବିଧା ନାହିଁ, ସେ କରୁଛନ୍ତି।
ସେଥିରେ କିଛି ଅସୁବିଧା ନାହିଁ। ଅନ୍ୟମାନଙ୍କ ପାଖରେ ପଇସା ଥାଇକି ଲୋକ କରୁନାହାନ୍ତି, କିନ୍ତୁ ତାଙ୍କର ମୂଳ ଆଧାର ହେଉଛି ବ୍ୟବସାୟ। ଆଉ ଯିଏ ସରକାର ରହିବ ତା ସହିତ ସେ ଯୋଡ଼ି ହେଇକି ରହିବାକୁ ବାଧ୍ୟ। ଅତୀତରେ ତାଙ୍କର ଘର ଭଙ୍ଗା ହେଇଛି, ଅତୀତରେ ତାଙ୍କର ଆକାଉଣ୍ଟ ଫ୍ରିଜ୍ ହେଇଛି ସେ ବିଜେଡ଼ି ସମୟରେ। ତେଣୁ ବାଧ୍ୟବାଧକତାର ସହିତ ସେ ଥିଲେ। ଯେତେବେଳେ ଦଳ ହାରିଯାଇଛି ସେଇ ଦିନଠୁ ସେ ସମ୍ପୂର୍ଣ୍ଣ ଭାବରେ ବିଜେଡ଼ିଠୁ ଟଙ୍ଗ ସାଇଡ୍ ହେଇଯାଇଛନ୍ତି। ଆଉ ଧରା ଛୁଆଁ ଦେଇନାହାନ୍ତି, ନା କୌଣସି ବୈଠକ ଆସୁଛନ୍ତି, ନା ଦଳୀୟ ବିଧାନସଭାର ଯେଉଁ ବିଧାୟକ ଦଳ ବୈଠକକୁ ମଧ୍ୟ ଆସିଲେ ନାହିଁ ଅସୁସ୍ଥତା ଦର୍ଶାଇକିରି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ, ସେପଟେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସ୍ୱାଭାବିକ, କାହିଁ ତାଙ୍କ ଜିଲ୍ଲାରୁ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ହେଇଛନ୍ତି, ପ୍ରଶଂସା କରିବାରେ କିଛି ଅସୁବିଧା ନାହିଁ। ଲାଷ୍ଟ ସଭାରେ ସିଏ ଥିଲେ ମୁଣ୍ଡି ମାରିଦେଲେ। ଆଗରୁ ତ ଅସୁସ୍ଥତା ଦର୍ଶାଇକିରି କୌଣସି ବୈଠକକୁ ଆସୁନଥିଲେ। ତା ମାନେ କହୁଛି ତାଙ୍କର ଯେଉଁ ଆକ୍ଟିଭିଟିଟା, ସିଏ ଗୋଟେ କଥା ନାହିଁ ଆମ ଓଡ଼ିଆରେ, ମଳୁ ଖୋଜୁଥିଲା ଆମ୍ବିଳି ପାଣି ବୈଦ କହିଲା ଦେ ତୋରାଣୀ। ବୁଝିପାରୁଛନ୍ତି? ସେମିତି ସିଏ ଚାହୁଁଥିଲେ କେଉଁଠି ନା କେଉଁଠି ଦୂରେଇକିରି ବିଜେଡ଼ିଠୁ ରହିବେ। ଦଳରୁ ଇସ୍ତଫା ଦେଇଦେଲେ ତାଙ୍କର ପତିଆରା ରହିବ ନାହିଁ, ପଦବୀଟି ପଳେଇବ। ବୁଝିପାରୁଛନ୍ତି ତ? ତେଣୁ ସେ ନିଜେ ଗୋଟେ ମନ ଭିତରେ କେଉଁଠି ନା କେଉଁଠି ସେପଟେ ଦେହ କଲିକତା ମନ ଓଡ଼ିଶା ଭଳିଆ ସେ ଏପଟେ ନିର୍ବାଚିତ ଯଦିଓ ବିଜେପିରୁ ସେ ବିଜେପି ଭଳି ଆଚରଣ ପ୍ରଦର୍ଶନ କରି ଆସୁଥିଲେ ମୂଳରୁ। ଏଇ ଯେଉଁ ବିଧାନସଭାର ଶେଷ ବିଧାୟକ ଦଳ ବୈଠକକୁ ମଧ୍ୟ ବିଧାନସଭା ପୂର୍ବରୁ ଆସିଲେ ନାହିଁ। ଆପଣ ଅତୀତରେ ଭିଡ଼ିଓ ବି ଦେଖିଥିବେ, ସନା ବାବୁଙ୍କୁ ନବୀନ ବାବୁ ତାଗିଦ କରୁଥିବାର ଭିଡ଼ିଓ ମଧ୍ୟ ସେତେବେଳେ ଜାରି ହେଇଥିଲା, ପଦାକୁ ଭାଇରାଲ ହେଇଥିଲା। ତେଣୁ ତାଙ୍କର ଯିବାଟା ଗତ ସେ କହିଲେ ବିଜେଡ଼ି କେନ୍ଦୁଝର ଜିଲ୍ଲା ପ୍ରତି ଯଥେଷ୍ଟ ଅନ୍ୟାୟ କରିଛି, ଅବିଚାର କରିଛି, ଯାହା କାମରେ କିଛି କରାଯାଇ ନାହିଁ ବୋଲି କହିଦେଲେ ସରିଲା। ତ ସେଇଟା ଇନଷ୍ଟାଣ୍ଟ ରିଜନ୍। ହେଲେ ଲଗାତାର ଭାବରେ ସେ ଦଳଠୁ ଦୂରେଇ ରହୁଥିଲେ। ଅସନ୍ତୁଷ୍ଟ ଦଳ ବି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା, କାହିଁକି କିଛି ଦୃଶ୍ୟମାନ ହେଉନଥିଲା। ତ ସେ ବକ୍ତବ୍ୟଟା ତାଙ୍କର ଥିଲା ଯେମିତି ସିପାହୀ ବିଦ୍ରୋହର ତତ୍କାଳ କାରଣ ଯେଉଁ ଦାନ୍ତରେ ରଗଡ଼ି କାଢ଼ିବା, ଦାନ୍ତରେ ରସ ଛିଣ୍ଡେଇବା, ସେମିତି ସେଇଟା ତତ୍କାଳ କାରଣ ହୋଇଗଲା 4 ଦିନ ତଳରେ ମୁଖ୍ୟମନ୍ତ୍ରୀଙ୍କର ସଭାରେ ବାଇଟ୍ଟା। ସେଇଟା ଜଣାପଡ଼ିଲା ଯେ ଦଳ ବିରୋଧୀ କାମ ସେ କହିଲେ, ଦଳ ବିରୋଧୀ ମନ୍ତବ୍ୟ ଦେଲେ। କିନ୍ତୁ ଅରବିନ୍ଦଙ୍କ କ୍ଷେତ୍ରରେ ଏଇଟା ଗହନ ରାଜନୀତିର କଥା। ଅରବିନ୍ଦ ନା କେଉଁଠି ଦଳ ବିରୁଦ୍ଧରେ କହିନାହାନ୍ତି। ଆମେ ଯେତିକି ଦୃଶ୍ୟମାନ କୁ କହିବା, ଦଳ ବିରୁଦ୍ଧରେ କେଉଁଠି କହିନାହାନ୍ତି। ବିଧାନସଭାରେ ମଧ୍ୟ ଦଳ ବିରୁଦ୍ଧରେ ଦଳର ଶୃଙ୍ଖଳା ଅନୁସାରେ କାମ କରିଛନ୍ତି। ହଁ, ଅଭିଯୋଗ ହେଉଥିଲା ସେ ନିର୍ବାଚନ ମଣ୍ଡଳୀରେ ସେ ଜିଲ୍ଲା ସଂଗଠନ ସହିତ ଜଡ଼ିତ ହୋଇକି ରହୁନଥିଲେ। ଏଇଟା ଗୋଟେ ଅଭିଯୋଗ ହେଇକି ଆସୁଥିଲା ତାଙ୍କ ବିରୁଦ୍ଧରେ। କେହି ତାଙ୍କ ଦଳର ନେତା କହୁଥିଲେ ସିଏ ଦଳ ସହିତ ସେତିକି ଓତପ୍ରୋତ ଭାବରେ ଜଡ଼ିତ ହୋଇକି ଯେତିକି ରହିବା କଥା, ଜିଲ୍ଲା ସଂଗଠନ ହଉ ରାଜ୍ୟ ସଂଗଠନ ସହିତ ହଉ ସେତିକିଟା କ୍ଲୋଜ୍ ହେଇକି ରହିପାରୁନଥାଏ। ଏଇଟା ଗୋଟେ ଏତେ ବଡ଼ କାରଣ ନୁହେଁ। ହଁ, ବିଧାନସଭାରେ ଯେତେବେଳେ ପାଣ୍ଡିଆନଙ୍କ କଥା ଉଠେ, ପାଣ୍ଡିଆନକୁ କାହିଁକି ଗିରଫ କରୁନ ବୋଲି କହିକି ସେ ଦାବି କରନ୍ତି, ଡିମାଣ୍ଡ କରନ୍ତି। ଅନ୍ ଫ୍ଲୋର ଅଫ୍ ଦି ହାଉସ୍ ଅନ୍ ରେକର୍ଡ ହି ଡିମାଣ୍ଡସ୍ ଯେ ପାଣ୍ଡିଆନକୁ ତୁମେ ଗିରଫ କର ଯଦି ସେ ଭୁଲ କରୁଛ, ଏଭଳି କହନ୍ତି। ଏହାର ଯଦିଓ ବିପରୀତ ଭାବରେ ଇମ୍ପାକ୍ଟ ରହୁଛି, you are provoking somebody to do something. ତମେ ଯଦି କରିଛି ଗିରଫ କର। ହଁ, ସେ କଥା କହିବା ସହିତ କହିଲେ ଯେ ଯଦି କିଏ ଭୁଲ କରିଛି ତମ ପାଖରେ ପୋଲିସ ଅଛି, ସିବିଆଇ ଅଛି, ଗିରଫ କରିନ କାହିଁକି? ଏଇ ଜିନିସଟା ବହୁମୂଲ୍ୟ ଟାଇମ୍ ନଷ୍ଟ କରନି, ସମୟ ନଷ୍ଟ, ମାନେ ଇଟ୍ ସାଉଣ୍ଡସ୍ ଗୁଡ୍ ବଟ୍ ଅନ୍ୟ ଦିଗରୁ ଦେଖିଲେ এইটা ମଧ୍ୟ you are provoking the authority to do action, to take action against anybody. ସେ ମେ ବି ହେଇପାରେ, ସେଇଟା ତାଙ୍କ ଦଳର ବିଚାର ହେଇଥିବ ଯେ ତାଙ୍କ ଦଳ ଭାବୁଥିବ ଯେ এইটা ବୋଧେ ସେ କୌଣସି ଭାବରେ ସେ ଦଳର ଯିଏ କ୍ଲୋଜ୍ ତାଙ୍କୁ ଅଡ଼ୁଆରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମିତି ହେଇଥାଇପାରେ। ସେ ଗୋଟେ ପ୍ରୋବାବିଲିଟିରେ, ଏଇଟା ଗୋଟେ କୌଣସି ଡାଇରେକ୍ଟ ବିଶୃଙ୍ଖଳା ନୁହେଁ। କିନ୍ତୁ ଏହା ପଛରେ ତାଙ୍କର ଓରିଜିନଟା ପଳେଇ ଆସୁଛି। ପୁଣି ରାଜ୍ୟସଭା କଥା ମନେ ପକାଇ ଦେଉଛି 98 ମସିହାର, ହେଲା। ଏବେ ଆଗକୁ ରାଜ୍ୟସଭା ନିର୍ବାଚନରେ ଦଳ ଭିତରେ କିଛି ଗୋଟେ ନିହାତି ସମଥିଙ୍ଗ ୱାଜ୍ ଗୋଇଂ ଅନ୍, କିଛି ଗୋଟେ ଚାଲିଥିଲା।
କିଛି ଗୋଟେ ଚାଲିଥିଲା ରାଜ୍ୟସଭା ନିର୍ବାଚନ ହୁଏତ ତାର କିଛି ଗୋଟେ ପରିଣାମ ଆସିଥାନ୍ତା ହଁ ସେତେବେଳେ କ'ଣ ଆସିଥାନ୍ତା ଯେ ବିଜେଡି ଦିଫାଳ ବୁଝିପାରୁଛନ୍ତି ବିଜେଡି ଭାଙ୍ଗି ବିଜେଡିରୁ କେହି ଖାତିର କରିଲେନି ଦଳୀୟ ହୁଇପ୍କୁ ମାନିଲେନି ଅମୁକ ହେଲା ହୁଏତ ମୁଁ କହୁଛି ମେ ନଟ୍ ବି ଏ ରିଜନ୍ ବଟ୍ ହୁଏତ ତାଙ୍କ ଦଳ ନବୀନ ବାବୁ ଯେତେବେଳେ ବା ବିଜୁ ଜନତା ଦଳ ଯେତେବେଳେ ଏଭଳି ଏକ ନିଷ୍ପତ୍ତି ନେଉଛି ତା ପଛରେ ପୃଷ୍ଠଭୂମି କିଛି ଥିବ କାରଣ କିଛି ଥିବ ଯେଉଁ କାରଣ ପାଇଁ ସେମାନେ ସବୁ ତଥ୍ୟ ସଂଗ୍ରହ କରିଥିବେ ବିନା କାରଣରେ ବିନା ଆଧାରରେ ଜଣକୁ ଡାକି ଆଣିକି ବିଧାୟକ କଲା ପରେ 1.5 ବର୍ଷ ପରେ ମାତ୍ର ତାଙ୍କୁ ଦଳରୁ ନିଲମ୍ବିତ କରିବାର କାରଣ କିଛି ନଥିଲା ଆପଣ ଦେଖିବେ ଗତ କିଛି ଦିନ ଧରି ବିଜୟ ମହାପାତ୍ର ବହୁତ ସକ୍ରିୟ ଥିଲେ ଝାରସୁଗୁଡ଼ା ଗଲେ ସମ୍ବଲପୁର ଗଲେ ଛତିଶଗଡ଼ ଗଲେ ଚାରିଆଡ଼େ ଗଲେ ବିଭିନ୍ନ ସଂଗଠନ ତାପରେ ବିଜେଡ଼ିର କିଛି ଯୁବ ନେତା ତାଙ୍କୁ ଭେଟୁଥିଲେ ୟା ଭିତରେ ବହୁତ ହୁଏ ଯେଉଁ ଦଳକୁ କାଳେ ବିଜୟ ମହାପାତ୍ରଙ୍କର ଏଣ୍ଟ୍ରି ହେବ ସେଇଟା ବି ଗୋଟେ କାରଣ ହେଇଥାଇପାରେ 98 ମସିହାରେ ଆପଣ ଦେଖିଥିବେ ଏବେ ସଂଖ୍ୟା ଅଙ୍କ କ'ଣ ହେବ ରାଜ୍ୟସଭା ଗଣିତ ତ ସେ ଭିନ୍ନ କଥା ଆଗକୁ କିଏ କାହାକୁ ସପୋର୍ଟ କରିବେ ନ କରିବେ ଆପଣ ମନେ ଥିବ 98 ମସିହାରେ ଯେଉଁ ହୋଇଥିଲା ରାଜ୍ୟସଭା ନିର୍ବାଚନ ଜନତା ଦଳ ପ୍ରାର୍ଥୀ ଥିଲେ ଅନଙ୍ଗ ଉଦୟ ସିଂଦେଓ ସେଠୁ କଂଗ୍ରେସରୁ ଲଢ଼ୁଥିଲେ କିଏ ଆପଣଙ୍କର ମନ୍ମଥ ଦାସ ସେଠି କାହାର କ'ଣ ଥିଲା ସେଇଟାକୁ ବୋଧହୁଏ ମନେ ପକାଇବାକୁ ପଡ଼ିବ ଇତିହାସ ସେତେବେଳେ ଅଭିଯୋଗ ଆସିଥିଲା ଯେ ବିଜୟ ମହାପାତ୍ରଙ୍କର ପ୍ରଚ୍ଛନ୍ନ ସହଯୋଗରେ ମନ୍ମଥ ବାବୁ ଜିତିକିରି ରାଜ୍ୟସଭା ଗଲେ 0.5 ଭୋଟ 0.5 ଡିଫରେନ୍ସ ଥିଲା ଭୋଟଟା ସେତେବେଳେ ସେ 26ର ହଉ ତାପରେ 2000 ମସିହାରେ ଗୋଟେ ଦଳକୁ ହାଇଜାକ୍ କରୁଛନ୍ତି ବୋଲି ଗୋଟେ ଧାରଣା ତାଙ୍କର ଯେଉଁ ମନ ଭିତରେ ନବୀନଙ୍କ ଭିତରେ ପୂରେଇ ଦିଆଯାଇଥିଲା ବା ସେଭଳିଆ ଆଲୋଚନା ହେଉଥିଲା ସେଇ ଭୟ ହୁଏତ ଆସିଯାଇଥାଇପାରେ ସେମିତି କିଛି ହେଇପାରେ କି ବିଜୟ ବାବୁ ସମସ୍ତଙ୍କୁ ଭେଟୁଛନ୍ତି ଆଉଛନ୍ତି କିଛି ନେତା ବି ସେତେବେଳେ କହୁଛନ୍ତି ବିଜୟ ମହାପାତ୍ର ଦଳକୁ ଆସିଲେ ଦଳ ସଂଗଠିତ ବୋଲି କିଛି ଲୋକ ବୟାନ ଦେଉଥିଲେ ଯେତେବେଳେ ପରୋକ୍ଷ ଭାବରେ କିଛି ଲୋକ ମିଶୁଥିଲେ ତେଣୁ ହୁଏତ ଏଭଳି ପରିସ୍ଥିତିରେ ରାଜ୍ୟସଭା ନିର୍ବାଚନରେ ସନାଙ୍କର ଯେଉଁ ମତିଗତି ରାଜ୍ୟସଭା ନିର୍ବାଚନରେ ସେ କାହାକୁ ଭୋଟ ଦେଇଥାନ୍ତି ଅରବିନ୍ଦ ଯଦି ମୁଁ କହୁନି ଏଇଟା ଗୋଟେ ଆମେ ପ୍ରୋବେବଲ୍ କାରଣ ବୋଲି ଭାବିପାରିବା ଅରବିନ୍ଦ ହୁଏତ କିଛି ଭିନ୍ନ ନିଷ୍ପତ୍ତି ନେଇପାରନ୍ତି ଦଳର ଇଚ୍ଛା ବିରୁଦ୍ଧରେ ବୁଝିପାରୁଛନ୍ତି ତେଣୁ ସେ ଦେଖିଲେ ସେମାନଙ୍କୁ ବର୍ତ୍ତମାନ ଡରମାଟ କରି ସେ 2ଟି ଭୋଟକୁ ବର୍ତ୍ତମାନ ଡରମାଟ କରିଦେଲେ ଆଉ ସେ ଭୋଟ ବି ଦେଇପାରିବେ ବିଜୟ ମହାପାତ୍ର ଯାହା କହୁଛି ପୁଅ ବିଧାୟକ ଗୋଟେ ବଳ ମିଳୁଥିଲା ସେ ବଳ ଦ୍ୱାରା ସେ ଗୋଟେ ମୁଭମେଣ୍ଟ ଷ୍ଟାର୍ଟ କରୁଥିଲେ ତାପରେ ରୋକ ଲଗାଇ ମୁଁ ସେଇ ବିଜୟ ମହାପାତ୍ରଙ୍କର ୟା ପଛରେ ରାଜ୍ୟସଭା ନିର୍ବାଚନ 1 2 ବିଜୟ ମହାପାତ୍ରଙ୍କର ସକ୍ରିୟତା ହୁଏତ ବୋଧ ହୁଏ ବିଜୁ ଜନତା ଦଳ ନେତୃତ୍ୱଙ୍କୁ ପୁରୁଣା ଇତିହାସ ମନେ ପକାଇ ଦେଇଥିବ ବେଳ ଥାଉ ବନ୍ଧ ବାନ୍ଧ ସେମିତି କିଛି କାଳେ ଆଶଙ୍କା କରିଥିବେ ଆମେ ଜାଣିନି ଆଜ୍ଞା ସତ୍ୟ କ'ଣ ଆମେ ଏପର୍ଯ୍ୟନ୍ତ କେହି ଜାଣିନାହିଁ ନବୀନ ବାବୁ ବି କ'ଣ ନିଷ୍ପତ୍ତି ନିଅନ୍ତି ତାଙ୍କ ଦଳର ସେକେଣ୍ଡ ଲୋକ ବି ଜାଣନ୍ତିନି ବୁଝିପାରୁଛନ୍ତି କେଉଁ ମୁହୂର୍ତ୍ତରେ କେଉଁ ନିଷ୍ପତ୍ତି ନିଆଯାଏ ସେଇଟା ନବୀନ ବାବୁ ହିଁ ଜାଣିଛନ୍ତି ଅରବିନ୍ଦ ବି ଜାଣିଥିବେ କ'ଣ ଆକ୍ଚୁଆଲି ତାଙ୍କ ଭିତରେ ହେଇଛି ଅରବିନ୍ଦ ସତ୍ୟ ଜାଣିଥିବେ ନବୀନ ବାବୁ ସତ୍ୟ ଜାଣିଥିବେ ଆମେ କେବଳ ଏଇସବୁ ଜିନିଷକୁ ସମ୍ଭାବ୍ୟ କାରଣ ଗୁଡ଼ିକୁ ନେଇକିରି କରିବା କଥା ଯେ ହୁଏତ ଅରବିନ୍ଦ ଭିତରେ କିଛି ଦଳୀୟ ସଂଗଠନ କିଛି କାର୍ଯ୍ୟ କରିଥାନ୍ତି ଯାହାକି ଦଳ ବିରୋଧୀ ହେଇଥାଇପାରେ କରିଥାଇପାରନ୍ତି ଆମେ ଜାଣିନାହିଁ 2ରେ ନାଇଁ ଯଦି ତାହା କରିନାହାନ୍ତି ଯେଉଁ ବିଜୟ ମହାପାତ୍ରଙ୍କର ସକ୍ରିୟତା କ୍ରିୟାଶୀଳତା ବିଗତ କିଛି ମାସ ଭିତରେ ଆଉ ବିଜୟ ମହାପାତ୍ରଙ୍କ ପ୍ରତି ଦଳର କିଛି ନେତାଙ୍କର ଯେଉଁ ନରମ ମନୋଭାବ ସେ ଆସିଲେ ଭଲ ହେବ ଇଏ ହେଲେ ଏଇ ଯେଉଁ ଜିନିଷକୁ ନେଇକିରି ହୁଏତ ସେତେବେଳେ ଯେମିତି ତାଙ୍କ ମୁଣ୍ଡରେ ପଶିଥିଲା ଏବେ ହୁଏତ ସେମିତି କିଛି ହେଇପାରେ ଆଉ ଗୋଟେ କଥା 98 ମସିହା ରାଜ୍ୟସଭା ନିର୍ବାଚନ କଥା ବି ମନେ ପଡ଼ିଯାଇଥାଇପାରେ ତ ଇଏ ବିଭିନ୍ନ କାରଣ ଯୋଗୁଁ ୟାଙ୍କର ହେଇଥାଇପାରେ ବୋଲି ଆମେ ଭାବିବା ସନାଙ୍କ କାରଣଟା ସ୍ପଷ୍ଟ କାରଣ ମଳୁ ଖୋଜୁଥିଲା ଆମ୍ବିଳି ପାଣି ବୈଦ କହିଲା ଦେ ତୋରାଣି ସେ ତ ମୂଳରୁ ଦଳ ସହିତ ନଥିଲେ ବାଧ୍ୟବାଧକତାରେ ଥିଲେ ତାଙ୍କର ବ୍ୟବସାୟିକ କାରଣ ପାଇଁ ସେ ସରକାରୀ ଦଳ ସହିତ ସମ୍ପୃକ୍ତ ରହିବା ସ୍ୱାଭାବିକ କଥା ତେଣୁ ତାଙ୍କର ସ୍ପଷ୍ଟ ଅରବିନ୍ଦ ଅସ୍ପଷ୍ଟ ମୁଁ ଯାହା କହିଲି ଯେତିକି କହିଲି ଆପଣଙ୍କୁ ଦିଜ୍ ଆର୍ ମେ ବି ପ୍ରୋବେବଲ୍ ରିଜନ୍ସ